କାଳିଆପଡ଼ା ନାମକ ଏକ ଗାଁରେ ଗୋପାଳ ନାମକ ଜଣେ ଜଣାଶୁଣା କଠିନ ପରିଶ୍ରମୀ ଚାଷୀ ରହୁଥିଲେ। ଗୋପାଳଙ୍କର ଏକମାତ୍ର ପୁଅ ଥିଲା ବିକାଶ। ବିକାଶ ପିଲାଦିନରୁ ବହୁତ ଚଞ୍ଚଳା, କିନ୍ତୁ ସେ କେବେ ତାଙ୍କ ବାପା ମାଆଙ୍କ କଥା ଶୁଣୁନଥିଲା। ବିକାଶ ଗାଁର ସବୁ ପିଲାମାନଙ୍କ ଠାରୁ ଅଧିକ ଦୁଷ୍ଟ ହେଉଥିଲା। ସେ ଗୁରୁଜନଙ୍କ କଥା ବେଖାତିର କରୁଥିଲା। ଗାଁର ଲୋକମାନେ କହୁଥିଲେ, ସେ ଗୋପାଳଙ୍କ ଦୁଷ୍ଟ ପୁଅ। ବାଲ୍ୟକାଳର ଅନୁଶାସନହୀନତା। ଗୋପାଳ ସକାଳେ ବିକାଶକୁ ଉଠାଇ କହୁଥିଲେ, ବିକାଶ, ଏଠିକି ଆସ, ମୁଁ କ'ଣ କହୁଛୁ ତାହା ଶୁଣ। କିଛି କାମ କର, ନଚେତ୍ ବସି ପାଠ ପଢ଼। କିନ୍ତୁ ବିକାଶ କହୁଥିଲେ, ଏବେ ନୁହେଁ ବାପା, ମୁଁ ପରେ କରିବି। ଏହା କହି ଚାଲିଯାଏ। ସେ ପାଠ ପଢ଼ାରେ ଅଳସୁଆ ଥିଲା, ଘର କାମରେ ଆଗ୍ରହ ନଥିଲା ଏବଂ ଦିନରାତି ତାଙ୍କ ସାଙ୍ଗମାନଙ୍କ ସହିତ ଖେଳୁଥିଲା। ଗୋପାଳ ତାଙ୍କୁ ବାରମ୍ବାର ମନେ ପକାଇ ଦେଉଥିଲେ, ଜୀବନରେ ସମୟ ମୂଲ୍ୟବାନ। ଯଦି ତୁମେ କାମ ବନ୍ଦ କର, ତେବେ ପରେ ପଶ୍ଚାତାପ କରିବ। କିନ୍ତୁ ବିକାଶ ନ ଶୁଣି ବାପା ମାଆଙ୍କ କଥାକୁ ହେୟଜ୍ଞାନ କରୁଥିଲା। ବିକାଶ ବଡ଼ ହେଲା, କିନ୍ତୁ ତାଙ୍କର ଅଭ୍ୟାସ ବଦଳିଲା ନାହିଁ। ଗାଁର ଲୋକମାନେ କହୁଥିଲେ, ଗୋପାଳଙ୍କ ପୁଅ କାହାକୁ ସମ୍ମାନ କରେ ନାହିଁ, ସେ କାହା କଥା ଶୁଣେ ନାହିଁ। ଗୋପାଳ ବିକାଶର ଏହି ବ୍ୟବହାର ପାଇଁ ବହୁତ ଦୁଃଖୀ ଥିଲେ, କିନ୍ତୁ ସେ ଆଶା ହରାଇ ନଥିଲେ। ଗୋପାଳ ଭାବନ୍ତି, ଶିକ୍ଷାର କୌଣସି ଆବଶ୍ୟକତା ନାହିଁ, ଜୀବନରେ କଠୋର ସତ୍ୟ ତାକୁ ଶିଖାଇବ। ଥରେ ବର୍ଷା ଋତୁରେ ଗାଁରେ ଏକ ବଡ଼ ବନ୍ୟା ଆସିଲା। ଗୋପାଳଙ୍କ ସମସ୍ତ ଫସଲ ନଷ୍ଟ ହୋଇଗଲା। ବିକାଶଙ୍କୁ କାମ କରିବାକୁ ପଡ଼ିଲା, କିନ୍ତୁ ସେ କୌଣସି କାମରେ ଭଲ ନଥିଲେ। ଗୋଟିଏ ଦିନ ସେ କାମ ଖୋଜିବାକୁ ପଡ଼ୋଶୀ ଗାଁକୁ ଗଲେ, କିନ୍ତୁ କେହି ତାଙ୍କୁ କାମ ଦେଲେ ନାହିଁ, କାରଣ ସେ ଜଣେ କଠିନ ପରିଶ୍ରମୀ ବୋଲି ପ୍ରମାଣ କରିପାରିଲେ ନାହିଁ। ଘରକୁ ଫେରି ବିକାଶ ପ୍ରଥମ ଥର ପାଇଁ କାନ୍ଦିଲେ। ତାଙ୍କ ବାପାଙ୍କୁ କୁହନ୍ତି, ବାପା, ମୁଁ ତୁମର କଥା ନ ଶୁଣି ଭୁଲ କରିଛି। ସେହି ଦିନଠାରୁ ବିକାଶ ସମ୍ପୂର୍ଣ୍ଣ ଭାବରେ ବଦଳିଗଲେ। ସେ ସକାଳେ ଶୀଘ୍ର ଉଠି ବାପାଙ୍କ ସହିତ ଜମିରେ କାମ କରୁଥିଲା ଏବଂ ସନ୍ଧ୍ୟାରେ ପାଠ ପଢ଼ୁଥିଲା। କିଛି ବର୍ଷ ମଧ୍ୟରେ ବିକାଶ ଗାଁର ଜଣେ ସମ୍ମାନିତ ଏବଂ ପରିଶ୍ରମୀ ଯୁବକ ହୋଇଗଲେ। ଏହି କାହାଣୀରୁ ଆମେ ଏହା ଶିଖିଲେ, ଯେଉଁମାନେ ନିଜ ପିତାମାତାଙ୍କ କଥାକୁ ଅବମାନନା କରନ୍ତି, ସେମାନେ ପରବର୍ତ୍ତୀ ଜୀବନରେ ଦୁଃଖ ଭୋଗନ୍ତି। ଯଦି ସେମାନେ ସମୟ ଅନୁସାରେ ଶିଖନ୍ତି, ତେବେ ଜୀବନ ସୁନ୍ଦର ହୋଇଯାଏ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏହିଭଳି ଏକ କାହାଣୀ ସହିତ କିଛି ନୂଆ କଥା ଶିଖିବା ପାଇଁ। ଥ୍ୟାଙ୍କ୍ସ ଫର ୱାଚିଂ।